ମାନଗୋବିନ୍ଦ ଦୁର୍ଯ୍ୟୋଧନ ବ୍ୟାସ ସରୋବର ଭିତରେ ପଶିଛି, ମା ଲକ୍ଷ୍ମୀଙ୍କ କୋଳରେ ଶୋଇଛି। ଶିବ ପ୍ରଦତ୍ତ ଭଗବାନ ଶିବକୁ ଡାକି ଭୀମ 3ଟା ଲଡୁ ପାଇଥିଲା। ଏ ଲଡୁ ଖାଇକି ଯାହାକୁ ଡାକିବ ବ୍ରହ୍ମାଣ୍ଡରେ ଏମିତି ଅଣ୍ଡ୍ରିପ ନାହିଁ ସେ ଭୀମ ଆଗକୁ ନ ଆସେ। ଭୀମ ତାକୁ ରଖିଛି ସାଇତି। ସେ ଜାଣିଛି ଦୁର୍ଯ୍ୟୋଧନ ହେଉଛି ମୋର ଶ୍ରେଷ୍ଠ ଶତ୍ରୁ। ଭୀମ ନିୟମ କରିଛି ମଥନାମି କୌରବ ଶତଂ ସମରେ ନକୁପାନ ଦୁଃଶାସନସ୍ୟ ବକ୍ଷ ରୁଧିର ନ ପିବା ମୂରସ। ନିୟମ କରିଛି ଭୀମ ଦୁଃଶାସନ ଛାତି ଚିରିକି ରକ୍ତ ପିଇବି, ଦୁର୍ଯ୍ୟୋଧନର ଜାନୁଟାକୁ ବାଡେଇକି ଭାଙ୍ଗିବି। ତିନିଟା ଯାକ ଲଢୁଥିଲା, ଟାକୁ 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 ମୁଦୁକ ଗିଳିଲା ଭଳିଆ ଗିଳିଦେଲା। ଶତସିଂହର ବଳ ବ୍ୟାସ ସରୋବର କୂଳରେ ଡାକିଲା। କାହାକୁ ଡାକିଲା? ଦୁର୍ଯ୍ୟୋଧନ। କେମିତି ଡାକିଲା? କଲାରେ ନେତ୍ରହୀନ ନନ୍ଦନ ଇଏ ଲୁଚିଲୁ କେଉଁ ସ୍ଥାନ, ଆରେ କ୍ଷତ୍ରି କୁଳ କଳଙ୍କ ଚିହ୍ନରେ ଗାଇବାକୁ ମୋର ମନ ନାହିଁ। ରାଜୁ ଭାଇ 2 ମାସ ପୂର୍ବରୁ ତମେ ଶୁଣିଛ ମୋ ଗାଡ଼ି ଆକ୍ସିଡେଣ୍ଟ ହେଲା। ଗୋଟେ ପାଳିଆର ସ୍ପାଇନାଲ କର୍ଡ କଟି ଯାଇଛି, ଗୋଟେ ପାଳିଆ ପାରାଲିସିସ୍, ମୋ ଛାତି ଆଡ଼ ବି ଭାଙ୍ଗି ଯାଇଛି। ମୋ ସାନ ଭାଇ କହୁଛି ଚୌକି ଉପରେ ବସ୍ ପାଲାକୁ ଭାଇ ଯାଆନି, ମାସକୁ 50,000 ଲେଖେ ଦେବି। ମୋ ସ୍ତ୍ରୀ ବି କହୁଛି ତମେ ପାଲାକୁ ଯାଆନି, ଆମର ପାଲା ଦରକାର ନାହିଁ, ଗାଁରେ ଗୋଟେ ଦୋକାନ ଦେଇକି ବସ, ମାର୍କେଟ କମ୍ପ୍ଲେକ୍ସ ଯୋଉ କରିଛ। ଜୀବନରେ ବହୁତ ଧନ କମେଇଛି, କିନ୍ତୁ ଚୋରି କରିକି ନୁହଁ। এই পালা জগতরে পালা গাই গাই ମୁଁ ସଦାବେଳେ କହେ ଓଡ଼ିଶାର 2ଟା ଗାୟକ କୋଟିପତି। 2ଟା ଗାୟକ କିଏ କିଏ? ଜଣେ ହେଉଛି ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ, କୋଟିପତି। ଆଉ ଜଣେ ଗାୟକ ଯୁବ ସମ୍ରାଟ ନୃସିଂହ ଚରଣ ହୋତା। ପାଲା ଗାଇ ଗାଇ ଧନ କମେଇଛି। 16 ବର୍ଷ ବୟସରୁ ପାଲା ଗାଇଲିଣି, 46 ବର୍ଷ ଚାଲିଲାଣି। ଅହଙ୍କାର ଜୀବନରେ କିଛି ନାହିଁ, ଆୟୁଷ୍ମାନ ଭବ। ଅନ୍ତର ଆତ୍ମାରେ ଯିଏ ଅହଙ୍କାର ଭରିଛି ସେ ନଷ୍ଟ ହେଇଯାଇଛି। ଦୁର୍ଯ୍ୟୋଧନ ଶୋଇଛି, ଦ୍ରୁପଦର ଡାକିଲା ବୋଲି ଭୀମ ଡାକିଲା, ଏରେ ଦୁର୍ଯ୍ୟୋଧନ ମୋ ଠାରୁ ନାହିଁ ମୋ
ସମର ରଠି ଦଉଛି ଠିଆ ହେଇକି ଭୀମ ସେ କଣ ଛୋଟିଆ ବି ରଖି ଆପଣ ମାନେ କହିବେ ଅର୍ଜୁନ ବଡ ବୀର ନା ଭୀମ ଠୁ ବଡ ବୀର ମହାଭାରତରେ କେହି ନାହିଁ ହଉ ମୁଁ ବାପୁ ପ୍ରଭୁ ଏଠିକା ପଳୁଛୁ ପ୍ରଭୁ ମଙ୍ଗଳ କରନ୍ତୁ ସର୍ବାରିଷ୍ଟ ଶାନ୍ତି ହଉ ଭଲ ପାଠ ପଢ ବାପା ମାଙ୍କର ଯେମିତି ନାଁ ରଖ ହଉ ହଉ ମୁଁ ଧନଲୁ ପ୍ରଭୁ କୃପା ପ୍ରଭୁ ଦ୍ୱିତୀୟ ପାଣ୍ଡବ ବୃକୋଦର ଭୀମର ରଡିଟା କଣ ଛୋଟିଆ ରଡି ନା ତ୍ରେତୟା ଯୁଗରେ ଗୋଟେ ବୀର ଥିଲା ଲକ୍ଷ୍ମଣ ଦ୍ୱାପର ଯୁଗରେ ଗୋଟେ ବୀର ଥିଲା ତା ନାଁ ହଉଛି ଭୀମ ଆଉ କଳି ଯୁଗରେ ଗୋଟେ ବୀର ମୋ ଡ୍ରାଇଭର ଆଉ କଣ ଆ ଦଳ ନାହିଁ ମେଳ ନାହିଁ କିଛି ନାହିଁ ଗୋଟାଏ ଛୁଆକୁ ନେଇକି ପାଲା ଗାଉଛି ସମସ୍ତେ ତ ଇଞ୍ଜୁ କେହି ଭଲରେ ନାହାନ୍ତି ମୁଁ ଏକୁଟିଆ ଲୋକଟା ପାଲା ଗାଇବାକୁ ସାମର୍ଥ୍ୟ ନାହିଁ ମୋ ଗାଡି ଡ୍ରାଇଭରକୁ ଡ୍ରେସ ପିନ୍ଧେଇକି ବସଉଛି ସେ ଯଦି ବସି ପାରୁଛି ସେ ବଡ ବୀର ନୁହଁ ତାଠୁ ଆଉ କିଏ ବଡ ବୀର ଅଛି ଗର୍ଜି ଉଠିଲା ଦ୍ୱିତୀୟ ପାଣ୍ଡବ ଭୀମ ଯଦି ତୋ ବାହୁରେ ବଳ ଅଛି ବାହାରେ କହିଲା ମାଗর ভুক্ষীর যেবে তো মাগর ভুক্ষীর যেবে এ খাইছু ওটারি শঙ্খ যুদ্ধ কু বাবু আসরে বাহারি यदि माँ का दूध पिया तो सामने में आओ मु देखी तू केमती अंड्री पुओ आउ गोटे टेला पकेला भांग टेला पकांती आउ गोटे टेला पकेला लोड़ब डाकिला कौन डाकिला जिति पांडव रड़ी शबद घट घटी बीरगी पिंधी बारे चूड़ी उन्माग पथ झाड़ी उन्माग पथे पड़ी गंडू तरु रे गलु बुड़ी क्रोधे चिटी जेबे हाबुडे जान्तु पट्टी दियन्ति तो दशन मोटी क्रोधे नेत्र गड्डी नेत्रबु दयट्टी
ଦୁର୍ଯ୍ୟୋଧନ ଆଉ ସମ୍ଭାଳି ପାରିଲାନି। ନା କହିଲା ନା, ହାରେ କି ଜିତେ, ମାରେ କି ମରେ, ମତେ ଯିବାକୁ ପଡିବ। ଯିବାକୁ ପଡିବ। ମା କୋଳରେ ଶୋଇଥିଲା, ମୁଣ୍ଡ ଦେଇକି ଦୁର୍ଯ୍ୟୋଧନ ମା କୋଳରେ ଶୋଇଛନ୍ତି ଆଉ ଗୋଟେ ପାଠ ପାଇଛନ୍ତି ଆଉ ପାଇଲେ ଗୋଟେ କୋଳ ଶୋଇଲେ ଆଉ କଣ ର ଗୋଟେ ଆକ୍ସନ ହଉଛି ନା ଶୋଇଲେ ସେ ଭୀମ ଯେତେବେଳେ ଡାକିଛି ଗର୍ଜି ଉଠିଲା ଦୁର୍ଯ୍ୟୋଧନ, ମା କୋଳରୁ ଉଠିଲା, କୁଆଡେ ଉଠୁଛୁ ବାପ? ଧରି ପକେଇଲେ ମା ଲକ୍ଷ୍ମୀ ଦୁର୍ଯ୍ୟୋଧନର ହାତ। ଦୁର୍ଯ୍ୟୋଧନ କି ବାଟେ ଯାଉଛି? କହିଲେ କମଳା ଶ୍ୱାସନା ଦେଇ କରିଲେ ମନା। ମା ଲକ୍ଷ୍ମୀ ଗର୍ଜି ଉଠିଲେ, କହିଲେ ରହିଯାରେ ଦୁର୍ଯ୍ୟୋଧନ, ଶତ୍ରୁ କୁଶ୍ଚାରଟନାକୁ କେବେ ଭୟ କରୁନି, ସେ ଦି ଟେଳା ପକେଇ ସାଇଲାଣି, ଲଡୁ କହିଲା ଆଉ ଗୋଟିଏ ଟେଳା ବାକି ଅଛି। କହିଲା ଦି ଟେଳା ପକେଇ ସାଇଲାଣି, ଆଉ ଗୋଟିଏ ଟେଳା ବାକି ଅଛି। ସେ ଗୋଟାକ ଗିଳି ସାରିଲା ପରେ ତୁ ଯଦି ତା କଥା ନ ଶୁଣିବୁ ସେଇଟା ମରିବ। ନାଲୁ ସେ ମରିବ, କହିଲା ସେ ଜିନିଷ ମୁଁ କେବେ ଶିଖିନି, ମୁଁ ମରିଯାଏ ପଛେ ମୁଁ ନିଶ୍ଚୟ ଯିବି ଭୀମ ପାଖକୁ। ହଉ ଥିଲା ଥିଲା ମାକୁ ମାଇଲା ଗୋଟେ ଗୋଇଠା, ଆଉ ଯିଏ ମାକୁ ଗୋଇଠା ମାରିଛି, ଯିଏ ମାକୁ ମାଡ଼ ମାରିଛି, ଯିଏ ତା ମାକୁ ହତାଦର କରିଛି, ତା ଜୀବନରେ ସେ ଯେତେ ଟଙ୍କା ରୋଜଗାର କରୁ, 10ଟା ଟ୍ରକ୍ କିଣୁ, 20ଟା ବସ୍ କିଣୁ, ହେଲିକପ୍ଟର 5ଟା କିଣୁ, ମାକୁ ଯିଏ ଦଣ୍ଡ ଦେଇଛି, ମାକୁ ଯିଏ ଗୋଇଠା ମାରିଛି, ତା ଜୀବନରେ ସେ କେବେ ସୁଖରେ ବଞ୍ଚିନି। ଦୁର୍ଯ୍ୟୋଧନ ଖାଲି ମାକୁ ଗୋଇଠା ମାରିଛି, ଆଉ ପୁରାଣରେ ନାହିଁ। ବୋଲା ଜନ୍ତୁପତି ଯମ ଥିଲା ହୋ ବାବୁ, ମାକୁ ଗୋଇଠା ମାରିଲା, ଆଜି ଯାଏ ତାର ଗୋଦର ଗୋଡରୁ ପୂଜ ବହୁ ଅଛି ଭଲା। ଯମ ଭଳିଆ ଠାକୁର ଯିଏ ସମସ୍ତଙ୍କ ଜୀବନ ନଉଛି,
से माँ को गोईठा माइला आज पर्यंत जमटा गोदर गोड़ फाइलेरिया पेसेंट खाली पूज रक्त धार धार बहुची भल हो कौन से देखी आउ कौन के नहीं गला थिला जे इंद्र राजन हो माता गर्भरे पशे रहन माँ गर्भे रही गोईठा मारिकी खंड काटिला पवन पवन धीर होइला हो बाबू अण चाष खंड हेला सीना उनचाश बन बहु अच्छी भाई भोला दुर्योधन माँ को गोईठा मारिक आसी पहुंची भीम पाखे दीज जाक भितर युद्ध भगवान कृष्ण ठिया भीमर 52 बाहरे गदा दुर्योधनर 72 बाहरे गदा तेंदुलकर ब्याटटा हूँ 7 किले 500 मुझे घर तू सोशल मीडिया देखु तेंदुलकर ब्याट गला 7 किले 500 रोहित शर्मा ब्याट गला 5 किले 400 तेंदुलकर धब धब खाली टक कि ठुके देले चौका किंतु रोहित शर्मा उछिकी बाडेले जाइए छक्का रोहित शर्मा उछिकी बाडेले छक्का किंतु तेंदुलकर खाली ठुकी दब ता पछरे फिल्डर गोड़े बॉल जाइए बाउंडरी बाहर किंतु ये दुर्योधन 72 बाहर गदा भीमर 52 बाहर गदा जड़े ताकू साहाଯ୍य कला अरे बॉल पड़ी थव बैट रे बाजी कर थव जदि अंपायर आउट दे देला तू कोन करिउ एटा बाच्चा अंपायर सेटा कोन धुरी कला जो कहनी हम केन धुरी कला सेटा अंपायर जदि हाथ टेकी देला तू कोन करिउ आवा टच बैट लेकी पाभिलियन को जीव सपट विचार तेणु गोटाए अंपायर थिला से किए अंपायर किए नाहरी श्री तो गोरा समो
ভব মোচন মুনি জন মানস দ্বিতীয় পাণ্ডব বৃকোদর হারুচি দুর্যোধନ ପାଖକୁ ଜିତି ପାରୁ ଏ ତ ପିଲାବେଳୁ ଅଭିଶାପ ପାଇଛି ପ୍ରଥମ ଯୁଦ୍ଧରେ ହାରିବ ଶତଶୃଙ୍ଗ ନାଁ ନେଲେ ଯାଇକି ଦ୍ୱିତୀୟ ଯୁଦ୍ଧରେ ଜିତିବ ଭୀମ ଅନ୍ତରାତ୍ମାରେ ଦୁର୍ଯ୍ୟୋଧନ ଠାରୁ ହାରିକି ଡାକୁଛି ଭଗବାନ କୃଷ୍ଣଙ୍କୁ ପ୍ରଭୁ ଆଜି କଣ ପାଣ୍ଡବଙ୍କର ବିନାଶ ହବ କୃଷ୍ଣଙ୍କୁ ଡାକୁଛି ଦ୍ୱିତୀୟ ପାଣ୍ଡବ ବୃକୋଦର